ମଥୁରାର ରେଶ ମହାପଦର କଂସ ସାମାନ୍ୟ ଗୋପାଳ ବାଳକ ହସ୍ତରେ ମାଉସୀ ପୁତନା ସହିତ ଅଘାସୁର ବକାସୁର ବି ସର୍ବନାଶ ମହାରାଜ ସର୍ବନାଶ ମହାରାଜ ଅଘାସୁର ବକାସୁର ସେଇ ଗୋପାଳ ବାଳକ ହସ୍ତରେ ସବୁଦିନ ପାଇଁ ସାମାନ୍ୟ ଗୋପାଳ ବାଳକ ହସ୍ତରେ ଅଘାସୁର ବକାସୁର ବି ପ୍ରାଣ ହରାଇଲା। କଣ କରିବି? ଚତୁର୍ଦିଗ ମତ ଅନ୍ଧକାର ଦେଖାଯାଏ। କେ ମତେ ଉପାୟ ଦେବ? ନାରାୟଣ 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 ନମୋ ନାରାୟଣ। ବସି କୁହ, ଆରେ ବାବା କଂସ ସବୁ ମଙ୍ଗଳ ତ? ନା ହେ ମୌସୀ, ଆପଣଙ୍କ କଥିତ ଅନୁସାରେ ମୁଁ ଦେବକୀର ଗୋଟି ଗୋଟି କରି 7 ଗୋଟି ସନ୍ତାନକୁ ଦର୍ପଶିଳାରେ ଶେଷ କଲି। ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଶିଳାରେ ମାରିବା ପୂର୍ବରୁ ହସ୍ତରୁ ମୋର ଖସି ଯାଇ ଆକାଶ ମାର୍ଗରେ କହିଗଲା, ମତେ ଯେ ମାରିବ ସେ ଗୋପରେ ବଢୁଛି। ଆଉ ମାଉସୀ ପୁତନା ହସ୍ତରେ ମାଉସୀ ପୁତନାର ସ୍ଥାନରେ କାଳ ଗୋଟେ ବିଷ ଭରି ଗୋପର ବାଳକ ମାନଙ୍କୁ ଶେଷ କରିବା ପାଇଁ ପଠାଇଲି। କିନ୍ତୁ ସାମାନ୍ୟ ଗୋପାଳ ବାଳକ ହସ୍ତରେ ମାଉସୀ ପୁତନା ସହିତ ଅଘାସୁର ବକାସୁର ବି ପ୍ରାଣ ହରାଇଲେ। ନାରାୟଣ ନାରାୟଣ ନମୋ ନାରାୟଣ। ଆରେ ବାବା କଂସ ଶୁଣ, ପୁଣି ଉପାୟ ଅଛି। କୁହନ୍ତୁ ମାଉସୀ, କଣ ଉପାୟ? ନାରାୟଣ ନାରାୟଣ ନମୋ ନାରାୟଣ। ଶୁଣ, ବିଳମ୍ବ କରୁନି, ଶୀଘ୍ର ଅକ୍ରୁର ଡକାଅ। ଧେନୁ ଯାତ୍ରା ପାଇଁ 1 ଲକ୍ଷ ପଦ୍ମ ଆବଶ୍ୟକ। ଏହା କହି ଚିଠାଉ ଲେଖ। କାରଣ ରାମକୃଷ୍ଣ କାଳିଅ ହ୍ରଦରୁ 1 ଲକ୍ଷ ପଦ୍ମ ସଂଗ୍ରହ କରିବା ସମୟରେ କାଳିଅ ନାଗୁଣ ହସ୍ତରେ ନିଶ୍ଚିତ ବିନାଶ ହୋଇଯିବେ। ନାରାୟଣ ନାରାୟଣ ନମୋ